ଯେତିକି ତାର ରୋମ ସେତିକି ଫଳ ସେ ଆମକୁ ହାଣିକି କାଟିକି ଖାଇବାକୁ ପଡ଼ିବ। ସେତିକି ତ ଛେଳି ଜନ୍ମ ନେବାକୁ ପଡ଼ିବ। ସେତିକି ଥର ଛେଳି ଜନ୍ମ ନେବେ, ସେତିକି ଥର ହଣା ଖାଇବେ, ସେତିକି ଥର କାଟିକି ମରା ହବ। ମାନେ ଛାଡ଼ିଦିଅ କହିଲେ କେହି ଶୁଣିବେନି। ଆଉ କଣ ଶାସ୍ତ୍ର। ତେଣୁ ମନୁଷ୍ୟ ଯେତେବେଳେ ମା ଗର୍ଭରେ ଥାଏ, ଯେତେବେଳେ ତାର 6 ମାସ ସମୟ ହୁଏ, ସେତେବେଳେ କ'ଣ କରେ, ତାର ଜନ୍ମାନ୍ତର ମାନେ ଯେତେ ଜନ୍ମ ସେ ନେଇଥିବ, ହଜାର ବର୍ଷ ଜନ୍ମ, ଯେତେ ଜନ୍ମ ତାର ହେଇଥିବ, ପ୍ରତ୍ୟେକ ପିଲା ଯେତେବେଳେ ମା ଗର୍ଭରେ ଜନ୍ମ ହଉଛି, ପୁଅଟେ ହଉ ବା ଝିଅଟେ ହଉ, ସେ କ'ଣ କରୁଛି, ହଜାର ଜନ୍ମ କଥା ତାର ମନେ ପକାଏ, ଭଗବାନଙ୍କୁ ମନେ କରେଇ ଦିଏ। ସେଇ ସମୟରେ ସେ କ'ଣ କରେ, ପ୍ରଭୁ ଆପଣଙ୍କ ଛଡ଼ା ଦୁନିଆରେ କେହି ନାହିଁ। କିନ୍ତୁ ଆମେ ମନୁଷ୍ୟ ଦୁର୍ଲଭ ଜନ୍ମ, 84 ଲକ୍ଷ ଜନି ପରେ ମନୁଷ୍ୟ ଜନ୍ମ ଆମେ ପାଉଛନ୍ତି। କେତେ ଜନ୍ମ ଆମର ପଡ଼ିଯାଇଛି ଜଳଚର ପ୍ରାଣୀ। ଜଳଚର ପ୍ରାଣୀରେ ଛୋଟ ମାଛ ବା ଛୋଟ ଶିଉଳି ଗୁଡ଼ି ଜଳଚର। କେତେ ଜନ୍ମ ପଡ଼ିଯାଇଛି ଆମର ପକ୍ଷୀ, ସେ ଶ୍ଲୋକର ମାନେ ନାହିଁ। ପକ୍ଷୀ ମାନେ ଖାଲି ପକ୍ଷୀ ଜନ୍ମ ପାଇছে, କେତେ ଜନ୍ମ ପଶୁ ପାଇছে, ତାପରେ କେତେ ଜନ୍ମ ମନୁଷ୍ୟ ପରେ। ପୁଣି ଭାଗ୍ୟ ଆମେ ଭଗବାନଙ୍କ ଗୁରୁ ବୈଷ୍ଣବ କୃପାରୁ ଆଜି ସାଧୁ ସଂଗରେ ହରିନାମ ସଂକୀର୍ତ୍ତନ ବା ହରି କଥା ଶ୍ରବଣ ବା ଭଗବାନଙ୍କ କଥା ଶୁଣିବା ପାଇଁ ଆମର ସାମାନ୍ୟ ଟିକେ ସ୍ୱୀକୃତି, ଅଧିକ ସ୍ୱୀକୃତି ହେଇନି। ତ ସାମାନ୍ୟ ଯୋଉଭଳି ଟ୍ରେନ୍ର ଆମେ ଟିକେଟ୍ କାଟୁଛନ୍ତି, ଆମର 2 ମାସ ପରେ ଟ୍ରେନ୍ର ଆମେ ଯିବା, ଆମର ୱେଟିଂ ଅଛି 4, 5 କି 10, ତାହେଲେ ଆମେ ଜାଣିବା ଆମ ଟିକେଟ୍ଟା କନଫର୍ମ ହେଇଯିବ। ତ ସେଇଥିପାଇଁ ଆମେ ଯେଉଁ ବର୍ତ୍ତମାନ ଅଛନ୍ତି ଏଠି, ଆମେ କ'ଣ କରୁଛୁ, ପ୍ରୟାସ କରୁଛନ୍ତି ହରିନାମ କରିବା। ଆମେ ସାଧୁ ହେଇପାରୁନା। ସାଧୁ ହେବା ପାଇଁ ଆମେ ଗୋଟେ ଧାଡ଼ିରେ ଛିଡ଼ା ହେଇଛନ୍ତି। ଯେହେତୁ କୃଷ୍ଣ ନାମରେ କ'ଣ ଅଛି ନା, ଇଏ ଯେଉଁ ଧାଡ଼ିରେ ଛିଡ଼ା ହବ ମାନେ ଇଏ ଟିକେଟ୍ କନଫର୍ମ ନିଶ୍ଚିତ। କିନ୍ତୁ ସେ ସମୟ ବହୁତ ସର୍ଟ। ଥରେ କ'ଣ ହେଇଛି, ନାରଦ ମୁନି ଯାଉଛନ୍ତି ଗୋଟେ ବାଟ ଦେଇକି ଯିବା ବେଳେ ଜଣେ ସାଧୁ ତାର ବସିକି ହେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ହରେ ହରେ କୀର୍ତ୍ତନ କରୁଛନ୍ତି। ନାରଦ ମୁନି ମହାଚାର ସେ ସେଇ ବାଟ ଯିବା ବାଟରେ ଓହ୍ଲେଇଲା। ସାଧୁ କିଏ କୀର୍ତ୍ତନ କରୁଛି, ନାରଦ ମୁନି ଅତି ପ୍ରିୟ କୀର୍ତ୍ତନ। ସେଠୁ କ'ଣ କଲା, ସାଧୁ ବାବା କୀର୍ତ୍ତନ କରୁଛ, ବହୁତ ଭଲ ଲାଗିଲା, ତଳକୁ ବସ